ଭାରତକୁ ମିଳିଲା ଆଉ ଗୋଟେ ଅଶ୍ଵିନୀ। ଭାରତକୁ ମିଳିସାରିଛି ଆଉ ଗୋଟିଏ ଘାତକ ଏବଂ ଭୟାନକ ଅଶ୍ଵିନୀ। ଅଶ୍ଵିନୀ ଠାରୁ ଆହୁରି ଡେଞ୍ଜର ହେବ ଏହି ଖେଳାଳି ଆଗାମୀ ପିଢ଼ିରେ। ଦେଖିବାକୁ ଗଲେ ଆହୁରି 20 ବର୍ଷ ପାଇଁ ଇଏ ରାଜ କରିବ ଭାରତୀୟ ଟିମ୍ରେ। ଦେଖିବାକୁ ଗଲେ ସେ ଆଉ କେହି ନୁହନ୍ତି, ରାଜସ୍ଥାନର ସେହି ଭୀମନଗରର ଛୁଆ। ଦେଖିବାକୁ ଗଲେ ମାନବ ସୁତର, ସେହି 23 ବର୍ଷୀୟ ମାନବ ସୁତର ସେ 2ଟି ମ୍ୟାଚ୍ରେ 17ଟି ୱିକେଟ୍ ନେଇ ବିଶ୍ୱ ରେକର୍ଡ଼ ସୃଷ୍ଟି କରିଛନ୍ତି। ଏବଂ ଦେଖିବାକୁ ଗଲେ ତାଙ୍କର ବୋଲିଂ ଜାଲ ଏବଂ ବୋଲିଂ ସ୍ପିନ୍ରେ ଯାଦୁ ଦେଖାଇ ଶ୍ରୀଲଙ୍କାକୁ ଦସ୍ତ ବିଧ୍ୱସ୍ତ କରିଦେଇଥିଲେ। ସେ ପ୍ରଥମ ଇନିଂସରେ 4ଟି, ଦ୍ୱିତୀୟ ଇନିଂସରେ 6ଟି ୱିକେଟ୍ ନେଇ ଶ୍ରୀଲଙ୍କାର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଏବଂ ଦେଖିବାକୁ ଗଲେ ସେ କ୍ରମାଗତ ଭାବେ ଦ୍ୱିତୀୟ ମ୍ୟାଚ୍ରେ ସେମିତି ଭଲ ପ୍ରଦର୍ଶନ କରି ଆସୁଛନ୍ତି ଏବଂ ମୋତେ ବିଶ୍ୱାସ ଲାଗୁଛି ଯେ ଆଗାମୀ ସିରିଜ୍ରେ ସେ ମଧ୍ୟ ଭଲ ପ୍ରଦର୍ଶନ କରିବେ। ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ। ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତ କରିଛି 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବା ପାଇଁ। ଦେଖିବାକୁ ଗଲେ ପ୍ରଥମ ଟେଷ୍ଟରେ ଯେମିତି ମାନବ ସୁତର ନାମକ ଜଣେ ଭାରତର ସ୍ପିନର, ରିଷ୍ଟ ସ୍ପିନର, ଦେଖିବାକୁ ଗଲେ ଯାଦୁଇ ସ୍ପିନର ଯେମିତି ବୋଲିଂ କରିଛନ୍ତି, ମୋତେ ତ ଲାଗୁଛି ଗୋଟିଏ ଅଶ୍ଵିନୀ ପୁଣି କାମବ୍ୟାକ୍ କରିଛନ୍ତି। କାହିଁକିନା 2025ରେ ଅଶ୍ଵିନୀ ଟେଷ୍ଟରୁ ବିଦାୟ ନେବା ପରେ ଲାଗୁଥିଲା ଅଶ୍ଵିନୀଙ୍କ ସ୍ଥାନ କିଏ ନେବ, କିନ୍ତୁ ମାନବ ସୁତର ନାମକ ଜଣେ ରାଜସ୍ଥାନର ଖେଳାଳି ସେ ଭାରତକୁ ଡେବ୍ୟୁ କରିଥିଲେ। ଏବଂ ଦେଖିବାକୁ ଗଲେ ସେ ବହୁତ ଭଲ ପ୍ରଦର୍ଶନ କରି ଆସୁଛନ୍ତି ଏବଂ ଲାଗୁଛି ଆହୁରି 20 ବର୍ଷ ସେ ରାଜ କରିବ ଟିମ୍ ଇଣ୍ଡିଆରେ। କାହିଁକିନା ତାଙ୍କର ବୋଲିଂ ଆକ୍ସନ୍ କେହି ବି ବୁଝିପାରୁନାହାନ୍ତି ଏବଂ ତାଙ୍କ ବୋଲିଂ ଜାଲରେ ସମସ୍ତେ ଫସି ଯାଉଛନ୍ତି। ତେଣୁ ଦେଖିବାକୁ ଗଲେ 2ଟି ମ୍ୟାଚ୍ରେ 17ଟି ୱିକେଟ୍ ନେଇଛନ୍ତି ଏବଂ ଆସନ୍ତା 23 ତାରିଖରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳିବ ଶ୍ରୀଲଙ୍କା ବିପକ୍ଷରେ। ଦେଖିବାକୁ ଗଲେ ସେହି ଟେଷ୍ଟରେ ମଧ୍ୟ ଭଲ ପ୍ରଦର୍ଶନ କରିପାରନ୍ତି ମାନବ ସୁତର। ତ ଫ୍ରେଣ୍ଡ କମେଣ୍ଟରେ କୁହନ୍ତୁ କ'ଣ ଅଶ୍ଵିନୀ ଟୁ ଭାରତକୁ ଆସିଛି, ତାହା ନିଶ୍ଚୟ କମେଣ୍ଟରେ ଲେଖନ୍ତୁ ଏବଂ ଆମର ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ। ଭିଡ଼ିଓଟି ଦେଖିଥିବାରୁ ଧନ୍ୟବାଦ।